ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା? ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ। କାରଣ ଏହା ଅନ୍ୟ ଖେଳଠାରୁ ଅଧିକ ମନୋରଞ୍ଜନ ହେଉଥିଲା। ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ୍ତ କଲେ? କାରଣ ତାଙ୍କ କର୍ମ ପାଇଁ ପଶ୍ଚାତାପ ହେଉଥିଲା। ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? ରାଜା ମଞ୍ଚ ସିଂହାସନରେ ବସି ନ ପାରିବାର କାରଣ, ରାଜାଙ୍କ ମନରେ କଳୁଷିତ ଭରି ରହିଥିଲା। ସେ ମଧ୍ୟ ମିଥ୍ୟାର ଆଶ୍ରୟ ନିଅନ୍ତି ଓ ଅନ୍ୟମାନଙ୍କ ମନରେ ଆଘାତ ଦିଅନ୍ତି। ପ୍ରାୟଶ୍ଚିତ୍ତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକ ଥିଲା କି? ଯଦି ହଁ, ନାହିଁ, ତା'ର କାରଣ ଲେଖ। ନାହିଁ, ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକ ନ ଥିଲା, କାରଣ ପ୍ରାୟଶ୍ଚିତ୍ତ କରିବା ପରେ ମଧ୍ୟ ରାଜାଙ୍କ ମନରେ କଳୁଷିତ ଭରି ରହିଥିଲା। ଦୁଇ କୃଷକ ନିଜର କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? ଦୁଇ କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ ସ୍ଥିର କଲେ, କାରଣ ପିଲାଟି ଉଚିତ ନ୍ୟାୟ ଓ ବୁଦ୍ଧିମତ୍ତାର ସହିତ ସମସ୍ତ ସମସ୍ୟାର ସମାଧାନ କରିପାରୁଥିଲା। ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ ଆକାଶକୁ ଉଡ଼ିଯିବାର କାରଣ, ରାଜା ବଳପୂର୍ବକ ସିଂହାସନ ଆରୋହଣ କରିବାକୁ ଚାହୁଁଥିଲେ। ଏହି କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ, ତା'ର କାରଣ ଲେଖ। ଏହି କାହାଣୀର ଅନ୍ୟ ନାମ ଦିବ୍ୟ ସିଂହାସନ, କାରଣ ଏହା ସତ୍ୟ ଓ ଧର୍ମକୁ ନେଇ ଦିବ୍ୟତା ପ୍ରଦର୍ଶନ କରିଛି। କାହାଣୀର ପୁତ୍ତଳିକାଗୁଡ଼ିକ ଉଡ଼ି ଯାଇଛନ୍ତି। ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ'ଣ କରୁଥିବେ? ଏହି ପୁତ୍ତଳିକାଗୁଡ଼ିକ ଦୈବଶକ୍ତି ଥିଲେ। ସେମାନେ ରାଜାଙ୍କୁ ସଠିକ୍ ମାର୍ଗ ଦର୍ଶାଇବା ପରେ ସ୍ୱର୍ଗଲୋକକୁ ଯାଇପାରନ୍ତି। ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ, ତେବେ କ'ଣ ହୋଇଥାନ୍ତା? ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ, ତେବେ ବୋଧହୁଏ ସେ ରାଜା ବିକ୍ରମାଦିତ୍ୟଙ୍କ ପରି ନ୍ୟାୟବାନ, ବୁଦ୍ଧିମାନ ରାଜାରେ ପରିଗଣିତ ହୋଇପାରିଥାନ୍ତେ।